Hi students, welcome to our YouTube channel War for Career. ଆପଣମାନଙ୍କ ପାଇଁ OSSC ସିଜିଏଲର ଓଡ଼ିଶା ଜିକେ 50ଟି କ୍ୱେଶ୍ଚିନ୍ ମୁଁ ନେଇ ଆସିଛି ଯାହାକି ବହୁତ ଗୁରୁତ୍ୱପୂର୍ଣ୍ଣ। ଚାଲନ୍ତୁ ପ୍ରଥମେ ଦେଖିବା ଏବେ ପ୍ରଥମ କ୍ୱେଶ୍ଚିନ୍। ଓଡ଼ିଶା କେବେ ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା? 1930, 1936, 1947, 1950। ଏହାର ସଠିକ ଉତ୍ତର ହେଉଛି 1936 ମସିହା। 1936 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆମେ ଏପ୍ରିଲ ମାସର ପ୍ରଥମ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରି ଆସୁଛେ। ତ ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯିଏକି ଭାରତରେ ପ୍ରଥମ ରାଜ୍ୟ ନିଜ ଭାଷା ଭିତ୍ତିକରେ ନାମାଙ୍କିତ ହୋଇଛି। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ? ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଶ୍ୱନାଥ ଦାସ। ଏହାର ସଠିକ ଉତ୍ତର ହେଉଛି ହରେକୃଷ୍ଣ ମହତାବ। ହରେକୃଷ୍ଣ ମହତାବଙ୍କୁ କେଉଁ ଉପାଧି ମିଳିଥିଲା? ହରେକୃଷ୍ଣ ମହତାବଙ୍କୁ ଉତ୍କଳ କେଶରୀ ବୋଲିକି କୁହାଯାଏ। ତାଙ୍କୁ ସ୍ନେହରେ ଏହି ଉପାଧିଟି ଦିଆଯାଇଛି। ସେ ଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ତାଙ୍କର ଜନ୍ମ କେବେ ହୋଇଥିଲା? ନା 21 ନଭେମ୍ବର 1899 ମସିହାରେ। 21 ନଭେମ୍ବର 1899 ମସିହାରେ। ଆୟତନ ଦୃଷ୍ଟିରୁ ଓଡ଼ିଶାର ବୃହତ୍ତମ ଜିଲ୍ଲା କେଉଁଟି? ଗଞ୍ଜାମ, ମୟୂରଭଞ୍ଜ, କଟକ, ସୁନ୍ଦରଗଡ଼। ଏହାର ସଠିକ ଉତ୍ତର ହେଉଛି ମୟୂରଭଞ୍ଜ। ମୟୂରଭଞ୍ଜ ହେଉଛି ସେହି ଜିଲ୍ଲା ଯିଏକି ଓଡ଼ିଶାର ଶେଷରେ ମିଶିଥିଲା ଆସିକି। ଲାଷ୍ଟ ଜିଲ୍ଲା ବୋଲି ତାକୁ ଆମେ କହିବା। କେବେ ଲାଷ୍ଟରେ ମିଶିଥିଲା? 1 ଜାନୁଆରୀ 1949 ମସିହାରେ ମିଶିଥିଲା। ତ ଓଡ଼ିଶାର ଏଇ ଯୋଉ ମୟୂରଭଞ୍ଜ ଅଛି ଜିଲ୍ଲା ଆମର, ତାକୁ କିଏ ନିର୍ମାତା କରିଥିଲେ? ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜର ନିର୍ମାତା ବୋଲି କୁହାଯାଏ। ମୟୂରଭଞ୍ଜରେ କଣ କଣ ଅଛି? ମୟୂରଭଞ୍ଜରେ ଅଛି ଜାତୀୟ ଉଦ୍ୟାନ ଶିମିଳିପାଳ, 2ଟି ଜଳପ୍ରପାତ ଅଛି, ଗୋଟେ ବରେହିପାଣି ଆଉ ଗୋଟେ ଜୋରନ୍ଦା ଜଳପ୍ରପାତ। ଜୋରନ୍ଦା ଜଳପ୍ରପାତକୁ ଆମେ କହିପାରିବା କି ମୟୂରଭଞ୍ଜର ମୁଖ୍ୟ ଆକର୍ଷଣ ବୋଲି କହିପାରିବା। ଏଠି ନୃତ୍ୟ କଣ? ନା ଛଉ ନୃତ୍ୟ ହଉଛି। ଏଠି ଖିଚିଙ୍ଗ ମନ୍ଦିର ଅଛି ଯିଏକି କେବଳ କଳାମଗୁନି ପଥରରେ ନିର୍ମାଣ ହୋଇଛି। କେଉଁ ବର୍ଷ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ କରାଯାଇଥିଲା? 1980, 1984, 1986, 1990। ଏହାର ସଠିକ ଉତ୍ତର ହେଉଛି 1984। 1984ରେ କଣ କଣ ହୋଇଥିଲା? ଅପରେସନ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା, ଭୋପାଳ ଗ୍ୟାସ୍ ଟ୍ରାଜେଡି, ମହାକାଶକୁ ଭାରତୀୟଙ୍କ ଯାତ୍ରା। ଏସବୁ ଜିନିଷ ଆପଣଙ୍କୁ ମନେ ରଖିବା ନିହାତି ଜରୁରୀ। କେଉଁ ନଦୀ ଓଡ଼ିଶାର ଜୀବନରେଖା ଭାବରେ ଜଣାଶୁଣା? ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା। ଏହାର ସଠିକ ଉତ୍ତର ହେଉଛି ମହାନଦୀ। ମହାନଦୀର ଲମ୍ବ କେତେ ରହୁଛି? 858 କିଲୋମିଟର। ସେଥିରୁ ପ୍ରାୟ 494 କିଲୋମିଟର ଛତିଶଗଡ଼ରେ ରହିଯାଉଛି। ବାକି ବଳକା ଅଂଶ ଯାହା ରହିଲା ତାହା ଆମର ଓଡ଼ିଶା ମଧ୍ୟରେ ପ୍ରବାହିତ ହେଉଛି। ମହାନଦୀ ଆମର କୋଉଠି ପ୍ରବେଶ ହେଇଛି? ନା ଝାରସୁଗୁଡ଼ା ଆଉ ସମ୍ବଲପୁର ମଧ୍ୟ ଦେଇକି ପ୍ରବେଶ ହୋଇଛି। ଭାରତର ବୃହତ୍ତମ ନଦୀମାନଙ୍କ ମଧ୍ୟରୁ 6ଠ ସ୍ଥାନରେ ଅଛି ଆମର ମହାନଦୀ। 6ଠ ବୃହତ୍ତମ ନଦୀ ବୋଲିକି ଭାରତର ଆମେ ମହାନଦୀକୁ କହିପାରିବା। ଓଡ଼ିଶାର ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ କିଏ ରଚନା କରିଥିଲେ? ରାଧାନାଥ ରାୟ, ମଧୁସୂଦନ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଫକୀର ମୋହନ ସେନାପତି। ଏହାର ସଠିକ ଉତ୍ତର ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ର ସେ ବାଲେଶ୍ୱରରେ ଉତ୍କଳ ସମ୍ମିଳନୀ ଯେତେବେଳେ ଗଠନ ହୋଇଥିଲା ସେତେବେଳେ ସେ ଗୀତଟିକୁ ପ୍ରଥମ ଥର ପାଇଁ ଗାନ କରିଥିଲେ। କେବେ? ନା 1912 ମସିହାରେ। ପୁଣି କଣ ହେଇଥିଲା? ନା 2020 ମସିହାରେ ସେ ଓଡ଼ିଶା ସରକାରଙ୍କ ଠାରୁ ଆନୁଷ୍ଠାନିକ ଭାବେ ତାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିଲେ। ତାଙ୍କୁ କଣ ଆଉ ଦିଆହେଇଛି ଉପାଧି? ନା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଆମେ କାନ୍ତ କବି ବୋଲି ବି କହିପାରିବା। କେବେ ଜନ୍ମ ହୋଇଥିଲେ? 1888 ମସିହା 9 ଡିସେମ୍ବରରେ। ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ କେଉଁ ବର୍ଷ ହୋଇଥିଲା? 261 ବିସି, 265 ବିସି,
270 BC 255 BC। ଏହାର ସଠିକ ଉତ୍ତର ହେଉଛି 261 BC। 261 BCରେ ଅଶୋକ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ମିଶିକି ସେ କଳିଙ୍ଗ ଯୁଦ୍ଧଟା ହୋଇଥିଲା। ଭୁବନେଶ୍ୱରର ଦୟାନଦୀ କୂଳରେ ହୋଇଥିଲା, ଧଉଳି ପାହାଡ଼ର ପାଖରେ। ଯେଉଁଦିନ ଠାରୁ କି ସେ ଯୁଦ୍ଧ ପରଠୁ ଅଶୋକ ଆମର ଚଣ୍ଡାଶୋକରୁ ଧର୍ମାଶୋକ ହୋଇଯାଇଥିଲେ। ପୁରୀର ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ନରସିଂହଦେବ, ଅନନ୍ତ ବର୍ମା ଚୋଡ଼ଗଙ୍ଗା ଦେବ, କପିଳେନ୍ଦ୍ର ଦେବ, ଯଯାତି କେଶରୀ। ଏହାର ସଠିକ ଉତ୍ତର ହେଉଛି ଅନନ୍ତ ବର୍ମା ଚୋଡ଼ଗଙ୍ଗା ଦେବ। ସେ ଥିଲେ ନା ଆମର ଗଙ୍ଗା ନଦୀଠୁ ଆରମ୍ଭ କରିକି ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ତାଙ୍କ କାଳରେ ସେ ଓଡ଼ିଶାର ସୀମାକୁ ନେଇ ଶାସନ କରୁଥିଲେ। ଆଉ ସେତେବେଳେ ରାଜଧାନୀ ଆମର କଳିଙ୍ଗ ନଗରରୁ କଟକ ବୋଲି ସିଏ ବର୍ଣ୍ଣନା କରିଥିଲେ। ଓଡ଼ିଶାର କେଉଁ ସହର ରୂପା ସହର ଭାବରେ ଜଣାଶୁଣା? ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା। ଏଇଟାର ଆନ୍ସର ତ ତମେ ସମସ୍ତେ ବି ଜାଣିଥିବ। ତାର କରେକ୍ଟ ଆନ୍ସର କ'ଣ ହବ? କଟକ। 999 ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ରାଜା ନୃପକେଶରୀ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। କିଏ? ନା କଟକ ସହର। କଟକ ଶବ୍ଦର ଅର୍ଥ ହେଉଛି ଛାଉଣୀ ବା ଦୁର୍ଗ। ଏଇଟାକୁ ଆପଣମାନେ ଭଲସେ ମନେ ରଖିବେ। ନା କଟକ ଶବ୍ଦର ଅର୍ଥ ହେଉଛି ଛାଉଣୀ ବା ଦୁର୍ଗ। କାହାକୁ ଉତ୍କଳମଣି ଭାବରେ ଜଣାଯାଏ? ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ। ଏହାର ଆନ୍ସର ହବ କ'ଣ? ନା ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସକୁ ଉତ୍କଳମଣି ବୋଲି କୁହାଯାଇଛି। ଗୋପବନ୍ଧୁ ଦାସ ଉତ୍କଳମଣି ରୂପରେ ତାଙ୍କୁ ଉପାଧି ଦେଇଥିଲେ। ସେ ହେଉଛନ୍ତି ଆମ ଓଡ଼ିଶାର ଗାନ୍ଧୀ। ସେ କେବେ ଜନ୍ମ ହୋଇଥିଲେ? ନା 1877 ମସିହା 9 ଅକ୍ଟୋବରରେ ତାଙ୍କର ଜନ୍ମଗ୍ରହଣ କରିଥିଲେ ସେ। ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ କିଏ? ମହେନ୍ଦ୍ରଗିରି, ଦେଓମାଳି, ମଲୟଗିରି, ଗନ୍ଧମାର୍ଦ୍ଦନ। ସଠିକ ଉତ୍ତର ହେଉଛି ଦେଓମାଳି। ଦେଓମାଳିର ଉଚ୍ଚ କେତେ ରହିବ? ନା 1672 ମିଟର, ଯାହାକୁ ଫୁଟ ହିସାବରେ ଦେଖିଲେ 5450 ଫୁଟ ରହିବ। ଦେଓମାଳିଟା କୋଉ ଜିଲ୍ଲାରେ ଅବସ୍ଥିତ ଆମର? ନା କୋରାପୁଟ ଜିଲ୍ଲାରେ ଆମର ଦେଓମାଳି ଅବସ୍ଥିତ। ଚିଲିକା ହ୍ରଦ କେଉଁ ପ୍ରକାରର ହ୍ରଦ ଅଟେ? ମିଠା ପାଣିର ହ୍ରଦ, ଲୁଣା ମିଶ୍ରିତ ପାଣିର ହ୍ରଦ, ଲୁଣିଆ ପାଣିର ହ୍ରଦ, କୃତ୍ରିମ ହ୍ରଦ। ତେବେ ଏଥିରେ ସଠିକ ଉତ୍ତର କ'ଣ ହବ? ଏହାର ସଠିକ ଉତ୍ତର ହେଉଛି ଲୁଣା ମିଶ୍ରିତ ପାଣିର ହ୍ରଦ। ଓଡ଼ିଶାର କେଉଁ ଅଭୟାରଣ୍ୟ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛ ପାଇଁ ପ୍ରସିଦ୍ଧ? ଶିମିଳିପାଳ, ଭିତରକନିକା, ସାତକୋଶିଆ, ଚନ୍ଦକା। ଏହାର ଉତ୍ତର ହେଉଛି ଭିତରକନିକା। ଭାରତର ଦ୍ୱିତୀୟ ବୃହତ୍ତମ ହେତାଳ ବଣ ହେଉଛି ଭିତରକନିକା। ତାକୁ ଆଉ କୋଉ ହିସାବରେ ଜାଣିବା? ନା ବ୍ରାହ୍ମଣୀ, ବୈତରଣୀ, ଧାମରା ନଦୀ ମୁହାଣରେ କିଏ ଗଢ଼ି ଉଠିଛି? ନା ଆମର ଭିତରକନିକାଟା ଗଢ଼ି ଉଠିଛି। ବ୍ରାହ୍ମଣୀ, ବୈତରଣୀ, ଧାମରା ନଦୀ ମୁହାଣରେ ଆମର ଭିତରକନିକାଟା ଗଢ଼ି ଉଠିଛି। ଓଡ଼ିଶାର ରାଜ୍ୟ ପଶୁ କିଏ? ଟାଇଗର, ସମ୍ବର, ଏଲିଫାଣ୍ଟ, ବ୍ଲାକ୍ ବକ୍। ଏହାର ସଠିକ ଉତ୍ତର ହେଉଛି ସମ୍ବର। ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ନିର୍ମିତ? ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ସୁବର୍ଣ୍ଣରେଖା। ଏହାର ସଠିକ ଉତ୍ତର ହେଉଛି ମହାନଦୀ। ଓଡ଼ିଶାର ପ୍ରାଗ ଐତିହାସିକ ନାମ କ'ଣ ଥିଲା? ଉତ୍କଳ, କଳିଙ୍ଗ, କୋଶଳ, ଉଦ୍ରା। ଏହାର ସଠିକ ଉତ୍ତର ହେଉଛି କଳିଙ୍ଗ। କେଉଁ ବର୍ଷ ପ୍ରଥମ ଓଡ଼ିଆ ପତ୍ରିକା ବୋଧଦାୟିନୀ ପ୍ରକାଶିତ ହୋଇଥିଲା? 1822, 1849, 1861, 1868। ଏହାର ସଠିକ ଉତ୍ତର ହେଉଛି 1868। ବୋଧଦାୟିନୀ କିଏ ଲେଖିଥିଲେ? ନା ବ୍ୟାସକବି ଫକୀରମୋହନ ସେନାପତି। ତାଙ୍କର ଆଉ କ'ଣ କ'ଣ କୃତି କେତେ ଥିବ? ନା ତାଙ୍କର କୃତି ମଧ୍ୟରେ ଯାଉଛି ଆମର 6 ମାଣ 8 ଗୁଣ୍ଠୁ, ଛୋଟ ଗଳ୍ପ ହେଉଛି ଆମର ରେବତୀ। କିଏ ଲେଖିଥିଲେ? ଫକୀରମୋହନ ସେନାପତି। ଜ୍ଞାନପୀଠ ପୁରସ୍କାର ଜିତିଥିବା ପ୍ରଥମ ଓଡ଼ିଆ ମହିଳା କିଏ? ନନ୍ଦିନୀ ଶତପଥୀ, ପ୍ରତିଭା ରାୟ, ବୀଣାପାଣି ମହାନ୍ତି, କୁନ୍ତଳା କୁମାରୀ ସାବତ।
ଏହାର ସଠିକ ଉତ୍ତର ହେଉଛି ପ୍ରତିଭା ରାୟ। ପ୍ରତିଭା ରାୟଙ୍କ ବିଷୟରେ କିଛି ଜାଣିବା। ତାଙ୍କ ଜନ୍ମ ହେଉଛି 1943 ମସିହା 21 ଜାନୁଆରୀ। ତାଙ୍କୁ ଅଲଗା କଣ କଣ ଆଉ ଦିଆହେଇଛି ପୁରସ୍କାର? ନା ମୂର୍ତ୍ତି ଦେବୀ ପୁରସ୍କାର ବି ତାଙ୍କୁ ମିଳିଛି। କେତେ ମସିହାରେ ମିଳିଛି? 1991 ମସିହାରେ ସେ ଯାଜ୍ଞସିନୀ ଉପନ୍ୟାସ ପାଇଁ ପାଇଥିଲେ। ପଦ୍ମଶ୍ରୀ ବି ସେ ପାଇଛନ୍ତି 2007ରେ। କଣ ପାଇଁ? ନା ସାହିତ୍ୟ ପାଇଁ। ପଦ୍ମଭୂଷଣ ବି ସେ ପାଇଛନ୍ତି 2002 ମସିହାରେ ଶିକ୍ଷା ପାଇଁ। ସାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରତିଭା ରାୟ ଆମର ପାଇଥିଲେ। ନଅଙ୍କ ଦୁର୍ଭିକ୍ଷ କେଉଁ ବର୍ଷ ହୋଇଥିଲା? 1955, 1966, 1976, 1986। ଏହାର ସଠିକ ଉତ୍ତର ହେଉଛି 1966। ଲାଲ ବାହାଦୁର ଶାସ୍ତ୍ରୀଙ୍କ ପରଲୋକ ହୋଇଥିଲା ବି 1966 ମସିହାରେ। ଇନ୍ଦିରା ଗାନ୍ଧୀଙ୍କର ପ୍ରଥମ ପ୍ରଧାନମନ୍ତ୍ରୀ ବି ସେ ହୋଇଥିଲେ 1866 ମସିହାରେ। କେଉଁ ନଦୀ ଓଡ଼ିଶାର ଗୁପ୍ତଗଙ୍ଗା ଭାବରେ ଜଣାଶୁଣା? ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା। ସଠିକ ଉତ୍ତର ହେଉଛି ବୈତରଣୀ। ବୈତରଣୀ ଆମର କେଉଁଠୁ ଆସିଛି? ନା ବୈତରଣୀ କେନ୍ଦୁଝର ଜିଲ୍ଲାର ଗୋନାସିକା ପାହାଡ଼ରୁ ବାହାରିଛି। ତ ଗୋନାସିକା କାହିଁକି ନାଁ ଦିଆଯାଇଥିଲା ଜାଣିଛନ୍ତି କି? ନା ଗାଈର ନାକରୁ ପାଣି ବାହାରିଲା ପରେ ସେଠାର ଦୃଶ୍ୟ, ସେଥିପାଇଁ ସେଠୁ ଗୋନାସିକା ନାମ ରହିଛି। ସେ ଗୋନାସିକାରୁ ଆମର ବାହାରିଛି ବୈତରଣୀ। ସେଇ ନଦୀର ମୋଟ ଲମ୍ବ କେତେ? 360 କିଲୋମିଟର। 360 କିଲୋମିଟର। ଓଡ଼ିଶାର ପ୍ରଥମ ଶହୀଦ କିଏ ଥିଲେ? ଲକ୍ଷ୍ମଣ ନାୟକ, ଜୟରାଜଗୁରୁ, ବାଜି ରାଉତ, ସୁରେନ୍ଦ୍ର ସାଏ। ଏହାର ଉତ୍ତର ହେଉଛି ଜୟରାଜଗୁରୁ। ଜୟରାଜଗୁରୁ କେବେ ଜନ୍ମ ହୋଇଥିଲେ? ନା ଜୟରାଜଗୁରୁ 1739 ମସିହା ଅକ୍ଟୋବର 29 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଗିରଫ କେବେ କରାଯାଇଥିଲା? ନା 1805 ମସିହାରେ ତାଙ୍କୁ ଗିରଫ କରାଯାଇଥିଲା। ବ୍ରିଟିଶ ମାନେ ତାଙ୍କୁ ଗିରଫ କରି ମେଦିନୀପୁରକୁ ନେଇଯାଇଥିଲେ। ତାଙ୍କୁ ଫାଶୀ କେବେ ଦିଆହେଲା? ନା 1806 ମସିହା ଡିସେମ୍ବର 6 ତାରିଖରେ ଫାଶୀ ଦିଆହେଲା। ତାଙ୍କୁ କେମିତି ଫାଶୀ ଦିଆହେଲା ଆପଣ ଜାଣିଥିବେ ତ? ଦୁଇ ସାଇଡରୁ ଦୁଇଟି ବରଗଛର ଡାଳ ଭିଡ଼ି ଆଣି ତାଙ୍କୁ ବାନ୍ଧି ସେଇଥିରେ ଫାଶୀ ଦିଆଯାଇଥିଲା ଜୟରାଜଗୁରୁଙ୍କୁ। ଓଡ଼ିଶାର କେଉଁ ଜିଲ୍ଲା ଟେରାକୋଟା କାମ ପାଇଁ ପ୍ରସିଦ୍ଧ? ସମ୍ବଲପୁର, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, କଟକ। ଏହାର ଆନ୍ସର ହେଉଛି ସୁବର୍ଣ୍ଣପୁର। ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ହସ୍ତଶିଳ୍ପ ବୋଲି କୁହାଯାଏ କାହାକୁ? ଟେରାକୋଟାକୁ କୁହାଯାଏ ପାରମ୍ପରିକ ହସ୍ତଶିଳ୍ପ ବୋଲି। ଏହାର ଅର୍ଥ କଣ? ନା ପୋଡ଼ା ମାଟି। ଓଡ଼ିଶାର ବାରଙ୍ଗ, ଯାଜପୁର, ସୋନପୁର, ବୌଦ୍ଧ, କୋରାପୁଟ ଜିଲ୍ଲା ଏସବୁ ଜାଗାରେ ଆମର ଟେରାକୋଟା କାମଟା ଦେଖାହୁଏ। ଓଡ଼ିଶାରେ ସମୁଦାୟ କେତେ ଗୋଟି ଜିଲ୍ଲା ଅଛି? ଏବେ କୁହନ୍ତୁ କେତେ ଗୋଟି ଜିଲ୍ଲା ଅଛି? ଏଇଟା ତ ବହୁତ ସାଧାରଣ କ୍ୱେଶ୍ଚିନ୍ ରହିଲା। 30ଟି ରହିଲା। 30ଟି ଜିଲ୍ଲାରୁ ଆମେ ଏଠି ଟିକେ ଦେଖିନେବା କି 30ଟି ଏଇ 4ଟା ଜିଲ୍ଲା କଣ ପାଇଁ ଇମ୍ପୋର୍ଟାଣ୍ଟ ଲେଖା ହେଇଛି? ନା କ୍ଷେତ୍ରଫଳ ଦୃଷ୍ଟିରୁ ଯଦି ଦେଖିବା ଆମେ ତାହେଲେ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ, ଆଉ ସବୁଠୁ ସାନ ଜିଲ୍ଲା ହେଉଛି ଜଗତସିଂହପୁର। କିନ୍ତୁ ଜନସଂଖ୍ୟା ହିସାବରେ ଦେଖିଲେ ବଡ଼ ଜିଲ୍ଲା ହେଉଛି ଗଞ୍ଜାମ, ଆଉ ସବୁଠୁ ସାନ ଜିଲ୍ଲା ହେଉଛି ଦେବଗଡ଼। ଓଡ଼ିଶାରେ ଅବସ୍ଥିତ ଭାରତର ବୃହତ୍ତମ ଲୁଣା ହ୍ରଦ କେଉଁଠି? ଅଂଶୁପା, ଚିଲିକା, କାଞ୍ଜିଆ, ତମ୍ପରା। ଏଟାର ଉତ୍ତର ହେଉଛି ଚିଲିକା। ଚିଲିକା ଆମର କ୍ଷେତ୍ରଫଳ ଦୃଷ୍ଟିରୁ କେତେ ହବ? ନା 1100 ବର୍ଗ କିଲୋମିଟର। ଏ କେତେ ମସିହାରେ ଭାରତର ପ୍ରଥମ ରାମସର ସାଇଟ୍ ବୋଲି ତାଙ୍କୁ ଘୋଷଣା କରାଯାଇଛି? 1981 ମସିହାରେ ପ୍ରଥମ ରାମସର ସାଇଟ୍ ବୋଲି କହିଛନ୍ତି। ଏଠି ଆଉ କଣ କୁହାଯିବ? ନା ଏଇଟାକୁ ପକ୍ଷୀ ଅଭୟାରଣ୍ୟ ବୋଲି ବି କୁହାଯାଏ। ପ୍ରସିଦ୍ଧ କଟକ ସହର କିଏ ନିର୍ମାଣ କରିଥିଲେ? ଅନନ୍ତ ବର୍ମା, ଚୋଡ଼ଗଙ୍ଗଦେବ, ନୃପକେଶରୀ, ଯଯାତି କେଶରୀ, କପିଳେନ୍ଦ୍ର ଦେବ। ସଠିକ ଉତ୍ତର କଣ ହେବ? ସଠିକ ଉତ୍ତର ହେଉଛି ନୃପକେଶରୀ। ନୃପକେଶରୀ କେତେ ମସିହାରେ ଦେଖିବା କଟକ ପ୍ରତିଷ୍ଠା କରିଥିଲେ? ଜାଣିଗଲେ ତ କଟକ ସିଏ ହିଁ କରିଥିଲେ। ତାହେଲେ ଏଠି ମସିହା କଣ ଆସୁଛି? ନା 999 ଖ୍ରୀଷ୍ଟାବ୍ଦରେ କଟକ ସହର ସିଏ ପ୍ରତିଷ୍ଠା କରିଥିଲେ।
ଦଣ୍ଡନାଟ କେଉଁ ଜିଲ୍ଲାର ଏକ ଲୋକପ୍ରିୟ ନୃତ୍ୟ? ଗଞ୍ଜାମ, ସମ୍ବଲପୁର, ବାଲେଶ୍ୱର, କୋରାପୁଟ। ଉତ୍ତର ହେଉଛି ଗଞ୍ଜାମ। ଗଞ୍ଜାମ ଜିଲ୍ଲାରେ ଆଉ କ'ଣ କ'ଣ ଅଛି, କେଉଁ ମସିହାରେ ହୋଇଥିଲା ତାକୁ ବି ଟିକେ ଦୃଷ୍ଟିରେ ଦେଖିବା। ନା ଗଞ୍ଜାମ ଜିଲ୍ଲାରେ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ବେଳେ ପ୍ରଥମ 6ଟି ଜିଲ୍ଲା ମଧ୍ୟରେ ସିଏ ଅନ୍ୟତମ ଥିଲା। ସେହି ଜିଲ୍ଲାରେ କ'ଣ ହୋଇଛି ନା ଋଷିକୂଲ୍ୟା ନଦୀ ପ୍ରବାହିତ ହୋଇଛି, ଯାହା ଗଞ୍ଜାମର ଜୀବନରେଖା ବୋଲି ଆମେ କହିପାରିବା। କେଉଁ ବର୍ଷ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି? 1947, 1948, 1950, 1956। ଉତ୍ତର ହେଉଛି 1948। ବିଦେଶ ଯାଇଥିବା ପ୍ରଥମ ଓଡ଼ିଆ କିଏ? ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ବିଜୁ ପଟ୍ଟନାୟକ। ସଠିକ ଉତ୍ତର ହେଉଛି ମଧୁସୂଦନ ଦାସ। ମଧୁସୂଦନ ଦାସଙ୍କୁ ଆମର ଉପାଧି ଦିଆଯାଇଛି ଉତ୍କଳ ଗୌରବ। ଉତ୍କଳ ଗୌରବ ମଧୁସୂଦନ ଦାସ ବୋଲି ସମସ୍ତେ ତାଙ୍କୁ ଜାଣନ୍ତି। ସେ ଜନ୍ମ ହୋଇଥିଲେ 1848 ମସିହା ଏପ୍ରିଲ 28 ତାରିଖରେ। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ MA ଓ ଓକିଲାତି BL କୋର୍ସ ସେ କରିଥିଲେ। କେଉଁ ମନ୍ଦିରକୁ ଧଳା ପାଗୋଡ଼ା ବୋଲି କୁହାଯାଏ? କୋଣାର୍କ ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର। ଏହାର ସଠିକ ଉତ୍ତର କ'ଣ ହେବ? ସଠିକ ଉତ୍ତର ହେଉଛି ଜଗନ୍ନାଥ ମନ୍ଦିର। କୋଣାର୍କ ମନ୍ଦିରକୁ ଆମର କଳା ପାଗୋଡ଼ା ବୋଲି କୁହାଯାଏ, ହେଲେ ଜଗନ୍ନାଥ ମନ୍ଦିରକୁ ଧଳା ପାଗୋଡ଼ା ବୋଲି କୁହାଯାଏ। ଏ ଦୁଇଟି ଅଙ୍କ ନିଶ୍ଚିନ୍ତ ଭାବରେ ମନେ ରଖିବେ କି ଜଗନ୍ନାଥ ମନ୍ଦିର ହେଉଛି ଆମର ଧଳା ପାଗୋଡ଼ା, କୋଣାର୍କ ମନ୍ଦିର ହେଉଛି କଳା ପାଗୋଡ଼ା। ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଭାବରେ କାହାକୁ ଜଣାଯାଏ? ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ, ଗଙ୍ଗାଧର ମେହେର। ଉତ୍ତର ହେଉଛି ଫକୀରମୋହନ ସେନାପତି। ଓଡ଼ିଶାର ଇଞ୍ଚୁଡ଼ିଠାରେ ଐତିହାସିକ ଲବଣ ସତ୍ୟାଗ୍ରହର ନେତୃତ୍ୱ କିଏ ନେଇଥିଲେ? ଗୋପବନ୍ଧୁ ଦାସ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ରାମଦେବୀ, ଆଚାର୍ଯ୍ୟ ହରିହର। ଆନ୍ସର ହେଉଛି ଆଚାର୍ଯ୍ୟ ହରିହର। ତାଙ୍କର ଜନ୍ମ ହୋଇଥିଲା 1879 ମସିହା ମାର୍ଚ୍ଚ ମାସ 8 ତାରିଖ ପୁରୀ ଜିଲ୍ଲାଠାରେ। ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନ ବିଦ୍ୟାଳୟ କିଏ ପ୍ରତିଷ୍ଠା କରିଥିଲେ? ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ନୀଳକାନ୍ତ ଦାସ, ହରିହର ଦାସ। ଏହାର ଉତ୍ତର ହେଉଛି ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସକୁ ଉତ୍କଳମଣି ବୋଲି କୁହାଯାଏ। ସେ ଥିଲେ ଦରିଦ୍ର ନାରାୟଣଙ୍କର ସେବକ। ଓଡ଼ିଶାରେ ଦରିଦ୍ର ନାରାୟଣଙ୍କର ସେବକ। ସେ ସେହି ସତ୍ୟବାଦୀ ବନ ବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ କେବେ? ନା 1909 ମସିହାରେ। କେଉଁ ଓଡ଼ିଆ କବିଙ୍କୁ ସ୍ୱଭାବ କବି ବୋଲି କୁହାଯାଇଛି? ରାଧାନାଥ ରାୟ, ଗଙ୍ଗାଧର ମେହେର, ମାୟାଧର ମାନସିଂହ, ନନ୍ଦକିଶୋର ବଳ। ସ୍ୱଭାବ କବି ହେଉଛନ୍ତି ଆମର ଗଙ୍ଗାଧର ମେହେର। ତାଙ୍କୁ ଆମେ କୋଉ କୋଉ କବି ବୋଲି କହିବା? ନା ସେ ସ୍ୱଭାବ କବି ଆଉ ମଧ୍ୟ ପ୍ରକୃତି କବି, ଦୁଇଟି ଯାକ ଉପାଧି ଗଙ୍ଗାଧର ମେହେରଙ୍କ ପାଇଁ ଲାଗୁ ହୋଇଛି। ସେ ଥିଲେ ସାହିତ୍ୟିକ କୃତି ତପସ୍ୱିନୀ ପ୍ରଣୟ ବଲ୍ଲଭ କୀଚକବଦ୍ଧ, ଏସବୁ ତାଙ୍କର ହେଲା କୃତି। ତା ମଧ୍ୟରୁ ପ୍ରଥମ କାବ୍ୟ ସେ ଲେଖିଥିଲେ କ'ଣ? ନା ଇନ୍ଦୁମତୀ। ଗଙ୍ଗାଧର ମେହେରଙ୍କର ପ୍ରଥମ କାବ୍ୟ ହେଉଛି ଇନ୍ଦୁମତୀ। ଆଉ କେତେ ଗୁଡ଼ିଏ ସେ କ'ଣ କବିତା ଲେଖିଥିଲେ? କବିତା ମଧ୍ୟରେ କ'ଣ କ'ଣ ଯାଉଛି? ନା ଭକ୍ତି ଅର୍ଘ୍ୟ, କବିତା କଲ୍ଲୋଳ, ଅର୍ଘ୍ୟ ଥାଳି, ଏସବୁ ନିହାତି ଭାବରେ ଟିକେ ନଜର ପକେଇବେ। ଭାରତୀୟ ରାଜ୍ୟର ରାଜ୍ୟପାଳ ହୋଇଥିବା ପ୍ରଥମ ଓଡ଼ିଆ କିଏ ଥିଲେ? ହରେକୃଷ୍ଣ ମହତାବ, ବିଶ୍ୱନାଥ ଦାସ, ଚନ୍ଦୁଲାଲ ତ୍ରିବେଦୀ, ନିତ୍ୟାନନ୍ଦ କାନୁନଗୋ। ସଠିକ ଉତ୍ତର ହେଉଛି ବିଶ୍ୱନାଥ ଦାସ। ଓଡ଼ିଶାର ଦୀର୍ଘତମ ନଦୀ କେଉଁଠି? ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ଋଷିକୂଲ୍ୟା। ମହାନଦୀ ହେଉଛି ଏହାର ସଠିକ ଆନ୍ସର। ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ? ଏହା ଆମେ ଟିକେ ସମୟ ପୂର୍ବରୁ ପଢ଼ିଥିଲେ ଯେତେବେଳେ ଆମେ ମୟୂରଭଞ୍ଜକୁ ପଢ଼ୁଥିଲେ। ତାହେଲେ ଆନ୍ସର କ'ଣ ହେବ ଏଠି? କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼। ସଠିକ ଆନ୍ସର ଏଠି ହେବ ଆମର ମୟୂରଭଞ୍ଜ। ଓଡ଼ିଶାର କେଉଁ ସ୍ଥାନକୁ ଓଡ଼ିଶାର କାଶ୍ମୀର ବୋଲି କୁହାଯାଏ? ତପ୍ତପାଣି, ଦାରିଙ୍ଗବାଡ଼ି, ମହେନ୍ଦ୍ରଗିରି,
କୋରାପୁଟ। ସଠିକ ଉତ୍ତର ହେଉଛି ଦାରିଙ୍ଗବାଡ଼ି। କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ? ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର। ଏହାର ସଠିକ ଉତ୍ତର ହେଉଛି କଟକ। ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ଜଙ୍ଗଲ ଅଞ୍ଚଳ ରହିଛି? ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ଼। ଏହାର ଉତ୍ତର ହେଉଛି କନ୍ଧମାଳ। କନ୍ଧମାଳରେ କ'ଣ କ'ଣ ହୁଏ? ନା କନ୍ଧମାଳରେ 1994 ମସିହା ଜାନୁଆରୀ 1 ତାରିଖରେ ତତ୍କାଳୀନ ବୌଦ୍ଧ ଖଣ୍ଡମାଳ ଜିଲ୍ଲାରୁ ପୃଥକ ହୋଇକି ସେ ତାର ସ୍ୱତନ୍ତ୍ର ଭାବେ ଗଠିତ ହୋଇଥିଲା। ପ୍ରସିଦ୍ଧ ପୁସ୍ତକ 6 ମାଣ 8 ଗୁଣ୍ଠ କିଏ ଲେଖିଥିଲେ? ମୁଁ ଆପଣଙ୍କୁ ପଢ଼େଇବା ଭିତରେ ଏବେ କହିଥିଲି କି 6 ମାଣ 8 ଗୁଣ୍ଠର ଲେଖକ କିଏ ଅଛନ୍ତି? ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି। ଟିକେ ମନେ ପକାନ୍ତୁ ଏହାର ଉତ୍ତର କ'ଣ ହେବ? ଏହାର ଉତ୍ତର ହେଉଛି ଫକୀରମୋହନ ସେନାପତି। ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ନାମ କ'ଣ? ଉତ୍କଳ ଦୀପିକା, ସମ୍ବଲପୁର ହିତୈଷିଣୀ, ଦ ସମାଜ, ପ୍ରଜାତନ୍ତ୍ର। ଏହାର ଆନ୍ସର ହେଉଛି ଉତ୍କଳ ଦୀପିକା। ଉତ୍କଳ ଦୀପିକାକୁ କିଏ ଲେଖିଥିଲେ? କେବେ ପ୍ରକାଶନ ହୋଇଥିଲା? ଓଡ଼ିଶାର ମୁଦ୍ରଣ ଯନ୍ତ୍ର ବା ପ୍ରେସର ବିକାଶ ପାଇଁକି ଗୌରୀଶଙ୍କର ୟାକୁ ଲେଖିଥିଲେ। କାହାକୁ? ଉତ୍କଳ ଦୀପିକା ଆମର ଗୌରୀଶଙ୍କର ଲେଖିଥିଲେ। ଉତ୍କଳ ଦୀପିକା ପ୍ରକାଶନର ଦିନ ହେଉଛି କେବେ? ନା ଅଗଷ୍ଟ 4କୁ। ସେଇ ଦିନକୁ ଆମେ ସବୁ ବର୍ଷ ଅଗଷ୍ଟ 4ରେ ସମ୍ବାଦପତ୍ର ପାଠକ ଦିବସ ଭାବରେ ସମ୍ମାନିତ କରୁଛୁ ବା ସମ୍ମାନିତ ଦିଆଯାଉଛି। ଭିତରକନିକା ଜାତୀୟ ଉଦ୍ୟାନ କେଉଁ ପ୍ରାଣୀ ପାଇଁ ପ୍ରସିଦ୍ଧ? ଟାଇଗର, ସଲ୍ଟ ୱାଟର କ୍ରୋକୋଡାଇଲ, ଏଲିଫ୍ୟାଣ୍ଟ, ବ୍ଲାକ୍ ବକ୍। ସଠିକ ଉତ୍ତର ହେଉଛି ସଲ୍ଟ ୱାଟର କ୍ରୋକୋଡାଇଲ। ଓଡ଼ିଶା ସାହିତ୍ୟ ଏକାଡେମୀ କେଉଁ ବର୍ଷ ପ୍ରତିଷ୍ଠା ହୋଇଥିଲା? 1954, 1957, 1960, 1962। ସଠିକ ଉତ୍ତର ହେଉଛି 1957। ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି କିଏ ଥିଲେ? ବୀରକିଶୋର ରାୟ, ବି ଜଗନ୍ନାଥ ଦାସ, R.L. ନରସିମ୍ହା, ଲିଙ୍ଗରାଜ ପାଣିଗ୍ରାହୀ। ଏହାର ସଠିକ ଆନ୍ସର ହେଉଛି ବୀରକିଶୋର ରାୟ। ଓଡ଼ିଶାର କେଉଁ ସହର ଇସ୍ପାତ ସହର ଭାବରେ ଜଣାଶୁଣା? ଜୟପୁର, ରାଉରକେଲା, ଝାରସୁଗୁଡ଼ା, ଅନୁଗୁଳ। ଆନ୍ସର ହେଉଛି ରାଉରକେଲା। ରାଉରକେଲା ଇସ୍ପାତ କାରଖାନା କେଉଁ ବର୍ଷ ପ୍ରତିଷ୍ଠା ହୋଇଥିଲା? 1955, 1959, 1962, 1965। ସଠିକ ଉତ୍ତର ହେଉଛି 1959। ଓଡ଼ିଶାର କେଉଁ ସ୍ଥାନ ବୌଦ୍ଧ ଐତିହ୍ୟ ପାଇଁ ପ୍ରସିଦ୍ଧ? କୋଣାର୍କ, ରତ୍ନଗିରି, ଜୟପୁର, ପୁରୀ। ସଠିକ ଉତ୍ତର ହେଉଛି ରତ୍ନଗିରି। କଳିଙ୍ଗ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ? କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର। ଆନ୍ସର ଭୁବନେଶ୍ୱର। କେଉଁ ଜିଲ୍ଲା ତାରା ତାରିଣୀ ମନ୍ଦିର ପାଇଁ ପ୍ରସିଦ୍ଧ? ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ। ଏହାର ସଠିକ ଉତ୍ତର ହେଉଛି ଗଞ୍ଜାମ। ଏଭରେଷ୍ଟ ଆରୋହଣ କରିଥିବା ପ୍ରଥମ ଓଡ଼ିଆ ମହିଳା କିଏ? କଳ୍ପନା ଦାସ, ଅନୁରାଧା ବିଶ୍ୱାଳ, ମିନତୀ ବେହେରା, ଶ୍ରାବଣୀ ନନ୍ଦ। ଏହାର ସଠିକ ଆନ୍ସର ହେଉଛି କଳ୍ପନା ଦାସ। ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ରର ନାମ କ'ଣ? ସୀତା ବିବାହ, ଗପ ହେଲେ ବି ସତ, ସମୟ, ଜୀବନ ସାଥୀ। ଏହାର ସଠିକ ଉତ୍ତର ହେଉଛି ଗପ ହେଲେ ବି ସତ। 1976ରେ ପବ୍ଲିଶ ହୋଇଥିଲା। ହ୍ୱିଲର ଦ୍ୱୀପ, ଏବେ ଯାହାକୁ ଆମେ ଏପିଜେ ଅବଦୁଲ କାଲାମ ଦ୍ୱୀପ ବୋଲି କହୁଛେ, ସେଟା କେଉଁଠାରେ ଅବସ୍ଥିତ? ପୁରୀ, ଭଦ୍ରକ, ଗଞ୍ଜାମ, ବାଲେଶ୍ୱର। ସଠିକ ଉତ୍ତର କ'ଣ ହବ? ସଠିକ ଉତ୍ତର ହବ ଭଦ୍ରକ। ଓଡ଼ିଶାର କେଉଁ ନୃତ୍ୟ ମୁଖ୍ୟ ବ୍ୟବହାର କରି କରାଯାଏ? ମୁଖା ବ୍ୟବହାର କରି କରାଯାଏ। କେଉଁ ନୃତ୍ୟକୁ? ଓଡ଼ିଶୀ, ଛଉ, ସମ୍ବଲପୁରୀ, ଗୋଟିପୁଅ। ଆନ୍ସର ହେଉଛି ଛଉ।
ମାଟିର ମଣିଷ ପୁସ୍ତକର ଲେଖକ କିଏ? ଗୋପୀନାଥ ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଫକୀର ମୋହନ ସେନାପତି, ପ୍ରତିଭା ରାୟ। ମାଟିର ମଣିଷ କିଏ ଲେଖିଛନ୍ତି? କାଳିନ୍ଦୀ ଚରଣ ପାଣିଗ୍ରାହୀ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସମୁଦାୟ ଲମ୍ବ କେତେ? 450 କିଲୋମିଟର, 480 କିଲୋମିଟର, 500 କିଲୋମିଟର, 550 କିଲୋମିଟର। ଏହାର ସଠିକ୍ ଆନ୍ସର ହେଉଛି 480 କିଲୋମିଟର। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା? କଟକ, ବାଲେଶ୍ୱର, ସମ୍ବଲପୁର, ପୁରୀ। ଏହାର ସଠିକ୍ ଆନ୍ସର ହେଉଛି କଟକ। 1903 ମସିହାରେ ହୋଇଥିଲା। କେଉଁ ଜିଲ୍ଲାକୁ ହସ୍ତୀ ଅଭୟାରଣ୍ୟ ଘର ବୋଲି କୁହାଯାଉଛି? ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, କେଉଁଝର। ସଠିକ୍ ଆନ୍ସର କ'ଣ ହେବ ଏହାର? ଢେଙ୍କାନାଳ ହେଉଛି ଏହାର ସଠିକ୍ ଆନ୍ସର। କାହାକୁ ଓଡ଼ିଶାର ମଦର ତେରେସା ବୋଲି କୁହାଯାଏ? ରମାଦେବୀ, ମାଳତୀ ଚୌଧୁରୀ, ସାରଳା ଦେବୀ, ତୁଳସୀ ମୁଣ୍ଡା। ଉତ୍ତର ହେଉଛି ରମାଦେବୀ। ଓଡ଼ିଶାରେ ଚିତ୍ରକୂଟ ସଦୃଶ ଜଳପ୍ରପାତ କେଉଁ ନଦୀ ସୃଷ୍ଟି କରେ? ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ସେଲେରୁ। ଏହାର ଉତ୍ତର ହେଉଛି ଇନ୍ଦ୍ରାବତୀ। ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ନିର୍ମାଣର ଶ୍ରେୟ କେଉଁ ବଂଶକୁ ଦିଆଯାଉଛି? ଗଙ୍ଗ, ସୋମବଂଶ, ଶୈଳଭବ ବଂଶ, ଭୌମକର ବଂଶ। ଏହାର ଉତ୍ତର ହେଉଛି ସୋମବଂଶଙ୍କୁ। ଉଦୟଗିରିର ହସ୍ତୀ ଗୁମ୍ଫା ଶିଳାଲେଖ କେଉଁ ରାଜାଙ୍କର? ଅଶୋକ, ଖାରବେଳ, କପିଳେନ୍ଦ୍ର ଦେବ, ଚୋଡ଼ଗଙ୍ଗ ଦେବ। ଏହାର ସଠିକ୍ ଉତ୍ତର ହେଉଛି ଖାରବେଳ। ଓଡ଼ିଶାର କେଉଁ ମନ୍ଦିରକୁ ଓଡ଼ିଶା ସ୍ଥାପତ୍ୟର ରତ୍ନ ବୋଲି କୁହାଯାଇଛି? ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ପରଶୁର ମହେଶ୍ୱର ଟେମ୍ପୁଲ, ରାଜାରାଣୀ ଟେମ୍ପୁଲ। ଏହାର ଉତ୍ତର ହେଉଛି ମୁକ୍ତେଶ୍ୱର।